ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣ ସମସ୍ତେ ଭଗବାନଙ୍କ ଦୟାରୁ ଭଲରେ ଥିବେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ 10ଟି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର ସମ୍ବନ୍ଧରେ ଆଲୋଚନା କରିବାକୁ ଯାଉଛି। ତ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଥମ ପ୍ରଶ୍ନ। ଆଜିର ପ୍ରଥମ ପ୍ରଶ୍ନ ହେଉଛି, ଶିକାରୀର ସ୍ୱର୍ଗ ବୋଲି କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି ସାଭାନା। ଶିକାରୀର ସ୍ୱର୍ଗ ବୋଲି ସାଭାନାକୁ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ପଶୁଶାଳା କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି ସାଭାନା। ପୃଥିବୀର ପଶୁଶାଳା ବୋଲି ସାଭାନାକୁ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ବ୍ରାଜିଲର କ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି କ୍ୟାମ୍ପସ୍। ବ୍ରାଜିଲର କ୍ରାନ୍ତୀୟ ତୃଣଭୂମିକୁ କ୍ୟାମ୍ପସ୍ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଆର୍ଜେଣ୍ଟିନାର ଉପକ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ପାମ୍ପସ୍। ଆର୍ଜେଣ୍ଟିନାର ଉପକ୍ରାନ୍ତୀୟ ତୃଣଭୂମିକୁ ପାମ୍ପସ୍ ବୋଲି କୁହାଯାଏ। ଭେନିଜୁଏଲାର କ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ଲିଆନୋସ୍। ଭେନିଜୁଏଲାର କ୍ରାନ୍ତୀୟ ତୃଣଭୂମିକୁ ଲିଆନୋସ୍ ବୋଲି କୁହାଯାଏ। ଦକ୍ଷିଣ ଆଫ୍ରିକାର ଉପକ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ଭେଲ୍ଟ। ଦକ୍ଷିଣ ଆଫ୍ରିକାର ଉପକ୍ରାନ୍ତୀୟ ତୃଣଭୂମିକୁ ଭେଲ୍ଟ ବୋଲି କୁହାଯାଏ। ଅଷ୍ଟ୍ରେଲିଆର ଉପକ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ଡାଉନ୍ସ। ଅଷ୍ଟ୍ରେଲିଆର ଉପକ୍ରାନ୍ତୀୟ ତୃଣଭୂମିକୁ ଡାଉନ୍ସ ବୋଲି କୁହାଯାଏ। ମଧ୍ୟ ଏସିଆର ଉପକ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ଷ୍ଟେପ୍। ମଧ୍ୟ ଏସିଆର ଉପକ୍ରାନ୍ତୀୟ ତୃଣଭୂମିକୁ ଷ୍ଟେପ୍ ବୋଲି କୁହାଯାଏ। ଉତ୍ତର ଆମେରିକାର ଉପକ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ପ୍ରେରି। ପରବର୍ତ୍ତୀ ପ୍ରଶ୍ନ, ମରୁଭୂମିର ଜାହାଜ ବୋଲି କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି ଓଟ। ମରୁଭୂମିର ଜାହାଜ ବୋଲି ଓଟକୁ କୁହାଯାଏ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।